ସାର୍ ଆପଣ ନାଁ କ'ଣ? ପ୍ରକାଶ ଚନ୍ଦ୍ର ବେହେରା। ଘର ଘର ତାଳସଙ୍ଗା। ଆପଣ କେଉଁ ପୋଷ୍ଟରେ ଅଛନ୍ତି? ମୁଁ ବରିଷ୍ଠ ଅକିରାନୀ। ଯେଉଁ ଗୋଟେ ଅଭିଯୋଗ ଆସୁଛି ଆପଣ 20 ଏକର ସମ୍ପତ୍ତି ଲକ୍ଷାଧିକ ଟଙ୍କା ନେଇଛନ୍ତି ଏବଂ ଲାଞ୍ଚ ନେଇକିନା କରିଦେଇଛନ୍ତି ସମରଥଙ୍କୁ, କ'ଣ କହିବେ ସେ ପରିପ୍ରେକ୍ଷୀରେ? ଇଏ ସମ୍ବନ୍ଧରେ ମୁଁ କିଛି ଜାଣିନା, କୌଣସି ଟଙ୍କା ପଇସା ନେଇନା, ରେକର୍ଡ କରିବା ଆମର ଦାୟିତ୍ୱ ନୁହେଁ। ମୁଁ କେବଳ ଆମର ମିନିଷ୍ଟ୍ରାଲ ଜବ୍, ମୁଁ ଫାଇଲ୍ କାମ କରେ। ଆପଣ କେତେ ବର୍ଷ ହେଲାଣି ସର୍ଭିସ୍ କଲେଣି? ମୋର 87 ମସିହାରେ ଚାକିରି ଆଜ୍ଞା ପଟ୍ଟାମୁଣ୍ଡେଇରେ। ଏଇ ଯେଉଁ ରେକର୍ଡ ହେଇଛି କେବେ ହେଇଥିଲା ଏଇ ଯେଉଁ ସମ୍ପତ୍ତି? ଏ ରେକର୍ଡ ଫାଇନାଲ ମଉଜା ଦେଖିଲେ କୁଶିଆପାଳରେ କେଉଁ ମସିହାରେ ହେବ, ଦେଖିଲେ ତାଙ୍କର ପଟା ସବୁ ଦେଖିଲେ। ଆପଣ ଏ ଲୋକଙ୍କୁ ଜାଣିନାହାନ୍ତି କହୁଛନ୍ତି? ନାଇଁ ଆଜ୍ଞା, ଟୋଟାଲ ସମରଥଙ୍କୁ ଜାଣିନାହାନ୍ତି? ନାଇଁ ଆଜ୍ଞା, ସେ ପିଟିସନର ହିସାବରେ ଏଠି ଆସନ୍ତି, ମାଗିଛନ୍ତି ଆର୍ଟିଆଇରେ, ସେଇ ସମ୍ବନ୍ଧରେ। ଆପଣଙ୍କର ଯେଉଁ ଅଡ଼ିଓ ହାତରେ ଲାଗିଛି ଗଣମାଧ୍ୟମ ହାତରେ, ଆପଣ କଥା ହେଇଛନ୍ତି ସେ ରଥବାବୁଙ୍କ ସହିତ? ଯେଉଁ ପିଟିସନ ଯେଉଁ ସୂଚନା କମିଟିଟା କ'ଣ ଆଗର ତ କରିଥିଲେ ଦରଖାସ୍ତ। ହଁ, କେବେ କରିଥିଲେ? କେବେ କରିଥିଲେ? କେବେ କରିଥିଲେ? ଏବେ ଯାଇଛି ଆମେ। କିଏ କରିଥିଲେ? ଗୋପୀନାଥ ଜୀଉ କମିଟି। ଗୋପୀନାଥ ଜୀଉ କମିଟି କରିଥିଲେ ଆଜ୍ଞା। ଆଉ ଏଇ ଜମିଟା କେମିତି କ'ଣ ଗୋପୀନାଥ ଜୀଉଙ୍କର ତାଙ୍କ ପାଖକୁ ଗଲା? ଆପଣଙ୍କ ପିରିୟଡ଼ରେ କିଏ କିଏ ସବୁ ଥିଲେ ସେଇ ସମୟରେ? ଏସିଓ କ୍ୟାମ୍ପ କିଏ ଥିଲେ? ସାରା ମନେ ନାହିଁ, ଦେଖିଲେ ହବ। ଆପଣ ଷ୍ଟାଫ୍ କର୍ମଚାରୀ କେତେ ଜଣ ଇନଭଲ୍ଭ ଥିଲେ ତା ଦେହରେ ସେଇ ସମୟରେ ଯେତେବେଳେ ଆସିଥିଲେ ଗୋପୀନାଥ ଜୀଉଙ୍କର? କହିପାରିବି ନାହିଁ। ଆପଣଙ୍କୁ କ'ଣ ସେ କହିଲେ ଆସିକି ଯେଉଁ କମିଟି ବୋଲେ ଆସିଲେ, କ'ଣ କହିଲେ ଆପଣଙ୍କୁ? କମିଟି ସାର୍ ମାନେ ତଦନ୍ତ ପାଇଁ ଆସିଥିଲା, ମୁଁ ପଚାରିଲେ ତଦନ୍ତ କରିବା ପାଇଁ। ତଦନ୍ତ ସାର୍ କମିଟି ଆଡ଼ିସନାଲ୍ ସବ୍ କମିଟି 5 ଜଣିଆ କମିଟି ଅଫିସରୁ କରିକିରି ତଦନ୍ତ କରି ରିପୋର୍ଟ ଦେଇଛନ୍ତି। ରିପୋର୍ଟ ଦେଇଛନ୍ତି? ଆଜ୍ଞା। ଆପଣ କ'ଣ ମତାମତ ରଖିଲେ ରିପୋର୍ଟ ଦେଲେ? ମତାମତ ସାର୍ ଲେଖା ହେଇଛି, ଯାହା ରିପୋର୍ଟ କହିବ ଆଉ। ରିପୋର୍ଟ କହିବ, ଆପଣ କିନ୍ତୁ କିଛି କହିପାରିବେନି? କମିଟି ସାର୍ ଦେଇଛନ୍ତି ରିପୋର୍ଟ, ଆପଣ ତ କରିଦେଇଥିଲେ କିନ୍ତୁ କିଛି କହିପାରିବେନି? ନାଇଁ ସାର୍, ମୁଁ ମୋ ରେକର୍ଡ କରିବା କ'ଣ ମୋର ଇଏଟା ନା, ମୋ କଥା ମୁଁ ପଟା କରେ। ଆଉ ଯେଉଁ ଗୁଡ଼ା ସବୁ ଆସେ, ସବୁ ଲୋକ ଆସୁଛନ୍ତି, ତାଙ୍କର ରେକର୍ଡ କିଏ କରୁଛି? ଆପଣଙ୍କ ପାଖକୁ ପ୍ରଥମ ଆସୁଛି ବଡ଼ ବାବୁ ହିସାବରେ? ରେକର୍ଡ କ୍ୟାମ୍ପରେ ହୁଏ। କ୍ୟାମ୍ପରେ ହୁଏ? ଆପଣଙ୍କ ପାଖରେ କିଛି ହୁଏନି? ଆମ ଭିତରେ କିଛି ହୁଏ ନା, କ୍ୟାମ୍ପରେ ସବୁ। କୌଣସି କାମ ଆପଣଙ୍କ ପାଖରେ ହୁଏ? ଆମର କ୍ୟାମ୍ପ ସହିତ କାମ ନାହିଁ। ଆପଣଙ୍କ କାମ କ'ଣ? ଆପଣ କ'ଣ କରନ୍ତି? ଆମର ଫାଇଲ୍ କାମ। ଆଉ କ'ଣ ଫାଇଲ୍? କୋଉ କାମ କରନ୍ତି? ଆକାଉଣ୍ଟସ କାମ କରେ, ଏଷ୍ଟାବ୍ଲିଶମେଣ୍ଟ କାମ କରେ। ଆଗରୁ ଷ୍ଟୋର କାମ କରୁଥିଲି, ଆଉ ସବୁ ସେକ୍ସନ ଏକା ଡିଲ୍ କରିଛି। 87 କେତେ ବର୍ଷ ହେଲାଣି ଡିଲ୍ କଲେଣି? 87 ମସିହାରୁ ଚାକିରି। 87 ମସିହାରେ ଆପଣ ଚାକିରି କଲେଣି, ଡିଲ୍ କଲେଣି, କେମିତି ଏ କାମ ଜାଣିପାରିଲେନି? କେତେବେଳେ ରେକର୍ଡ ହେଲା କେମିତି ଜାଣିପାରିଲେନି? ପଟ୍ଟାମୁଣ୍ଡେଇ ଫାଷ୍ଟ 87, 88, 89ରେ କେନ୍ଦ୍ରାପଡ଼ା। ସେ କାଗଜପତ୍ର ଯେଉଁ ଆର୍ଟିଆଇ ତଥ୍ୟ ମଗା ହେଇଛି, ତା ଦେହରେ ଆପଣଙ୍କ ସିଗ୍ନେଚର ବାହାରୁଛି, ଆପଣଙ୍କର ସିଲ୍ ବାହାରୁଛି। ଆର୍ଟିଆଇ ତଥ୍ୟ ସାର୍ ମାଗିଲେ, ଆର୍ଟିଆଇ ତଥ୍ୟ ସେଟା ରେକର୍ଡ ତ କନସାଇନମେଣ୍ଟ ହେଇଯାଇଛି ଗୁଆଳସିଂହର। ଗୁଆଳସିଂହ ବାଲା ଆର୍ଟିଆଇ ତଥ୍ୟ ଦେଇଥିବେ, ଯିଏ ବି ଦିଅନ୍ତୁ, ତା ଦେହରେ ଆପଣଙ୍କର ସିଗ୍ନେଚର ଅଛି ତା ଦେହରେ। ଆପଣଙ୍କ ପାଖକୁ ଫାଇଲ୍ ଆସିଥିଲା ବୋଲିକି ସେ କହୁଛନ୍ତି, ବାଇଟ୍ରେ କହିଛନ୍ତି। କ'ଣ ସେଟା ଆପଣଙ୍କ ପ୍ରସଙ୍ଗ ଉଠୁଛି, ଆପଣଙ୍କ ନାଁ ଉଠୁଛି? ଆପଣ ସୂଚନା ଆକ୍ଟରେ ତ ମାଗିଛନ୍ତି, ବର୍ତ୍ତମାନ ଦେଇନି। ଗୋପୀନାଥ ଜୀଉ କମିଟିଙ୍କର ମାଗିଛନ୍ତି, ପଳେଇଗଲାଣି, ଅଲରେଡ଼ି ପଳେଇଗଲାଣି। ତଥ୍ୟ ଅଛି ଆମ ପାଖରେ। ସେ କୋଉଠୁ ଆଣିଲେ ମୁଁ କହିପାରିବିନି, କିନ୍ତୁ ତଥ୍ୟ ଆମ ପାଖରେ ଅଛି। ଗଣମାଧ୍ୟମ ହାତରେ ଲାଗିছিଲେଣି ତଥ୍ୟ। ଆପଣ ତା ଦେହରେ ପୁରା 100% ସମ୍ପୃକ୍ତି ଅଛନ୍ତି? ନାଇଁ ସାର୍, ମୋର ରେକର୍ଡ, ଆମର ସେଥିରେ କୌଣସି କ୍ୟାମେରା ହାତ ମାରେନି। ଆମର ରେକର୍ଡ ଭିତରେ କୌଣସି ଏଇ ଯେଉଁ ସୂଚନା ଯେଉଁ ମାଗିଛନ୍ତି ସେତେବେଳେ। ଆଚ୍ଛା, ଏଇ ଯେଉଁ କାଗଜପତ୍ର କାମ ସବୁ ହେଉଛି ଆପଣଙ୍କର, କିଏ କରୁଛି ତାକୁ ସବୁ? ଜମିବାଡ଼ିର ଜମିବାଡ଼ିର ଯେଉଁ କାଗଜପତ୍ର ହୁଏ, ପଟ୍ଟା ହୁଏ, କବଲା ହୁଏ, ଚକମନ୍ଦି କାମ ହୁଏ, ସେସବୁ କିଏ କରେ? ଚକମନ୍ଦିରେ ସାଧାରଣତଃ 9(3) ଧାରା 15 ଧାରା କେସ୍ ଏସିଓ କରନ୍ତି, କ୍ୟାମ୍ପ ଏସିଓ ମାନେ। କ୍ୟାମ୍ପ ସେଇଠି ଆରମ୍ଭରୁ ଥାଏ, ପଟ୍ଟା ଏସିଓ ମାନେ ଦିଅନ୍ତି। କିଏ ଅଛନ୍ତି ଏସିଓ? କିଏ ଅଛନ୍ତି ବର୍ତ୍ତମାନ ଏସିଓ? ଆମ ଆଡ଼ିସନାଲ୍ ସେକ୍ରେଟାରୀ ବର୍ତ୍ତମାନ କିଏ ଏସିଓ ନାହାନ୍ତି। ତାଙ୍କ ପୂର୍ବରୁ କିଏ ଥିଲେ? ତାଙ୍କ ପୂର୍ବରୁ ବର୍ତ୍ତମାନ ଥିଲେ ଦାୟିତ୍ୱରେ ଆମର ସେଠି ହେଉଥିଲେ, ଏବେ ରିସେଣ୍ଟଲି ଗଲେ। ବର୍ତ୍ତମାନ ଅଛନ୍ତି ଆମ ଆଡ଼ିସନାଲ୍ ସେକ୍ରେଟାରୀ କରୁଛନ୍ତି ଆଉ କେସ୍ ଫଇସଲା କରୁଛନ୍ତି। 10 ବର୍ଷ ପୂର୍ବରୁ କିଏ ଥିଲେ? 10 ବର୍ଷ ପୂର୍ବରୁ ରିକଲ୍ କରିପାରୁନାହାନ୍ତି? ଆପଣ ଏଇ ପୋଷ୍ଟକୁ କେତେ ବର୍ଷ ହେଲା ଆସିଲେଣି? ମୁଁ ସାର୍ ଏଇ 18 ମସିହାରୁ ଆସିଲେଣି। କିନ୍ତୁ ଆପଣ ଟୋଟାଲ ଡିନେ କରୁଛନ୍ତି ଯେ ଆପଣ ଏସବୁ ବିଷୟରେ କିଛି ସମ୍ପୃକ୍ତି ନାହାନ୍ତି, ସମ୍ପୃକ୍ତି ନୁହନ୍ତି। କିନ୍ତୁ ଆପଣଙ୍କ ନାଁଟା ଯେଉଁ ଆଜି ଗଣମାଧ୍ୟମର ଶିରୋନାମା ପାଲଟିଛି, ଗଣମାଧ୍ୟମର ଶିରୋନାମା ପ୍ରତି ପେପରରେ ବାହାରିଛି, ବିଭିନ୍ନ ପେପରରେ ଗଣମାଧ୍ୟମ ବାହାରିଛି, ଏଇଟା ଅଭିଯୋଗ ସବୁ ମିଥ୍ୟା। କିନ୍ତୁ ଆପଣ ଯାହା କହୁଛନ୍ତି ସତ ସବୁ। କ'ଣ ରେକର୍ଡ ହେଇପାରିଥାଏ, କିନ୍ତୁ ମୁଁ ଏଇ ଯେଉଁ ପରବର୍ତ୍ତୀ ମୁହୂର୍ତ୍ତରେ ଯଦି ରେକର୍ଡ ଆପଣଙ୍କର ବାହାରିଲା, ସିଗ୍ନେଚର ଇଏ ବାହାରିଲା, ସବୁ ତଥ୍ୟ ଯେଉଁ ଅଛି ସେଗୁଡ଼ା ଯେତେବେଳେ ଇନକ୍ୱାରି ହେବ, ସେଇଟା ଯଦି ସତ୍ୟ ବୋଲି ପ୍ରମାଣିତ ହେଲା, କ'ଣ ଆପଣ କହିବେ ପୁଣି? ଆଇନ ଅନୁସାରେ ଦଣ୍ଡିତ ହେବେ ତ। ପରିଚୟ ଦେବେ? ପୁଷ୍ପରାଜ ଛାଟୋଇ, ସିନିୟର କ୍ଲର୍କ, ଇନଚାର୍ଜ ହେଡ୍ କ୍ଲର୍କ, DDCS କେନ୍ଦ୍ରାପଡ଼ା। ସାର୍, ଗୋଟେ ଅଭିଯୋଗ ଆସୁଛି ଆପଣଙ୍କ ନାଁରେ। ଆଜି ବିଭିନ୍ନ ପ୍ରମୁଖ ଗଣମାଧ୍ୟମର ଶିରୋନାମା ଆପଣ ପାଲଟୁଛନ୍ତି ଯେ କି 20 ଏକର ସମ୍ପତ୍ତି
ଗୋପାଳଜୀ ଠାକୁରଙ୍କର ହଡପ କରାଯାଇଛି ଏବଂ ତା ଦେହରେ ଆପଣ ସମ୍ପୃକ୍ତି ଅଛନ୍ତି କାଗଜପତ୍ର ଆପଣ କରିଦେଇଛନ୍ତି କ'ଣ କହିବେ 20 ଏକର ସମ୍ପତ୍ତି କେବେ ହେଲା କୋଉ ମସିହାରେ ହେଲା ସେଇଟା ତ ଆମେ ଜାଣିନୁ କୋଉ ମସିହାରେ ହେଲା ସେଇଟା ଆପଣ କେବେଠାରୁ ସର୍ଭିସ୍ କଲେନି ମୁଁ ଆଜ୍ଞା 1999 ମସିହାରେ ସର୍ଭିସ୍ କଲି ପଟ୍ଟାମୁଣ୍ଡେଇରେ 2013 ମସିହାରେ ଜଏନ୍ କଲି DDCH ଏଇ କେନ୍ଦ୍ରାପଡ଼ା ଏଇଟା କେବେକାର ଘଟଣା ମୁଁ ଜାଣିନି ଆପଣ ଜମା ଜାଣିନାହାନ୍ତି ଆଜ୍ଞା ଏଇଟାକୁ ଆମ ଇନକ୍ୱାରି ଆସିଥିଲା ଆଡିସନାଲ ସବ୍ କଲେକ୍ଟର କହିଥିଲେ ଗୋଟେ ଇନକ୍ୱାରି ପଡ଼ିଥିଲା କଲେକ୍ଟର ଗ୍ରିଭାନ୍ସରେ ସେଇଟାକୁ ଆମେ ଇନକ୍ୱାରି କରି ଯାହା ରିପୋର୍ଟ ଦେଇଛୁ ତ ଏଇଟା ଇନକ୍ୱାରିରେ ଆପଣ କ'ଣ ଜାଣିଲେ ଜାଣିବାକୁ ପାଇଲେ ଯେ ପ୍ରକୃତରେ କେଉଁ ଅଫିସର ମାନେ ଆ ଦେହରେ ସମ୍ପୃକ୍ତ ଅଛନ୍ତି ଏବଂ କେତେ ମସିହାରେ କରିଦେଇଛନ୍ତି ସେଇଟା ଆଜ୍ଞା ଇନକ୍ୱାରି ରିପୋର୍ଟ ସେମିତି କିଛି ଆଜ୍ଞା ଉଲ୍ଲେଖ ନାହିଁ ଇନକ୍ୱାରି ରିପୋର୍ଟରେ କିଛି ଉଲ୍ଲେଖ ନାହିଁ ନାଇଁ ଆଜ୍ଞା ଆମେ ଯେଉଁଟା ଇନକ୍ୱାରି କଲୁ କେଉଁ ଅଫିସର କରିଛନ୍ତି କ'ଣ କରିଛନ୍ତି ସେମିତି କିଛି ଉଲ୍ଲେଖ ନାହିଁ ଆପଣଙ୍କ ସେ ଯେଉଁ ଇନକ୍ୱାରି କଲେ ଯେତେବେଳେ କାଗଜପତ୍ର ଦେଖିଥିବେ ଯାଞ୍ଚ କରିଥିବେ ସେତେବେଳେ ତ ଆପଣ ଲେଖିଥିବେ କେଉଁ ଦେଖିଥିବେ କେଉଁଟା ଅଫିସର ଥିଲା ଅଫିସରେ ଥିବା ରେକର୍ଡ ପତ୍ର ଯାହା ଯାଞ୍ଚ କାହାର ସିଗ୍ନେଚର ଥିବ କ'ଣ ସିଲ୍ ଲାଗିଥିବ ସେମିତି କିଛି ସିଗ୍ନେଚର ନାହିଁ କେବେ ରେକର୍ଡଭୁକ୍ତ ହେଇଛି ଚକମନ୍ଦିରେ ସେଇଟା ତ ଆମେ ସେଇଟା ତ ମନେ ନାହିଁ ସେଇଟା ଆମେ ରେକର୍ଡ ଭେରିଫିକେସନ କରି ଯାହା ରିପୋର୍ଟ ଦେବା କଥା ଆଡିସନାଲ ସବ୍ କଲେକ୍ଟର କେନ୍ଦ୍ରାପଡ଼ାଙ୍କୁ ସବମିଟ୍ କରିଦେଇଛୁ ଯେଉଁ ଆଲିଗେସନ୍ ଆଣୁଛନ୍ତି ସେମାନେ ଆପଣଙ୍କ ନାଁରେ ଆଣୁଛନ୍ତି ଆଉ 3 ଜଣ ଷ୍ଟାଫଙ୍କ ନାଁ କର୍ମଚାରୀଙ୍କ ନାଁରେ ଆଣୁଛନ୍ତି ଯେ ଲକ୍ଷାଧିକ ଟଙ୍କା ନେଇକିନା ଏସବୁ କାମ କରାଯାଇଛି ଠାକୁରଙ୍କ ଜମିକୁ ହଡପ କରାଯାଇଛି କେବେକାର ଘଟଣା କେବେକାର ଠାକୁରଙ୍କ ନାଁରେ କେବେ କରାଗଲା ଏବେକାର ଘଟଣା ଏବେ କରିଛନ୍ତି କେବେ ସେଇଟା ମୁଁ ଜାଣିବାକୁ ଚାହୁଁଛି ନା କେବେ ହେଲା ଏଇଟା ଆପଣ ଜାଣିଥିବେ କେବେ ହେଲା ସେଇଟା ଆଜ୍ଞା ଆମକୁ ଆପଣ ଇନକ୍ୱାରି ରିପୋର୍ଟ ଦାଖଲ କରିଛନ୍ତି ରିପୋର୍ଟ ଦାଖଲ କଲା ପରେ ଆମେ କେବଳ ରେକର୍ଡରେ ଦେଖିଲୁ ରେକର୍ଡରେ ଯାହା ଥିଲା ଆମେ ସେଇଟା ସବମିଟ୍ କଲୁ ରେକର୍ଡ କ'ଣ ଥିଲା କେତେ ଏକର ସମ୍ପତ୍ତିର ରେକର୍ଡ ଥିଲା ସେଇଟା ତ 15 ଦିନ 20 ଦିନ ତଳେ ତାକୁ ଆମେ କରିଛୁ ନା ସେଇଟା ଆମର ମନେ ଆପଣ ପାଖରେ ଥିବ ତ ଏବେ ନା ଏଇଟା ଆମେ ଯାହା କରିଥିଲୁ ଆଡିସନାଲ